नमस्कार मु आपन प्रभास स्वागत करुच्ची आजिकार कार्यक्रम को जदि आपण मैंने चैनल सब्सक्राइब करना तो निश्चित सब्सक्राइब करने तुम पाखे बेल आइकन को निश्चिंत भाव में दबाई दिंतु। आज्ञा हाँ मुझे आसी पहुँची जाइए मध्य प्रदेश रे आउ आपको देखा जाऊँगी ग्वालियर दुर्ग 8म शताब्दी पहाड़ उपर होता सबुठ विशाल दुर्ग तोमार मोगल मराठा सिंधिया परी राजवंश द्वारा शासित राजा सुरसेन द्वारा प्रतिष्ठित। तेबे आसतु आउ डेरी करी आपण को ए दुर्ग बुली देखी आ विषय किसी जनइया चेष्टा करी।
ବର୍ତ୍ତମାନ ମଧ୍ୟପ୍ରଦେଶରେ ଥିବା ଗ୍ୱାଲିୟର ଦୁର୍ଗ, ଯାହାକୁ ଭାରତର ଗ୍ରିବାଲ୍ଟର ମଧ୍ୟ କୁହାଯାଏ। ଏହାର ଗଠନ ଅତି କମରେ ଅଷ୍ଟମ ଶତାବ୍ଦୀରୁ ରହିଛି ଏବଂ ଦୁର୍ଗ ସଂକଳନ ମଧ୍ୟରେ ମିଳିଥିବା ଶିଳାଲେଖ ଏବଂ ସ୍ମାରକୀ ସୂଚାଇ ଦିଏ ଯେ ଏହା ଷଷ୍ଠ ଶତାବ୍ଦୀର ଆରମ୍ଭରୁ ବିଦ୍ୟମାନ ଥାଇପାରେ। ଆଧୁନିକ ଦୁର୍ଗରେ ଏକ ପ୍ରତିରକ୍ଷା ସଂରଚନା ଏବଂ 6ଟି ପ୍ରାସାଦ ରହିଛି, ଯାହା ମଧ୍ୟରୁ 2ଟି ତୋମାର ଶାସକ ମାନସିଂ ତୋମାର ଶାସନକାଳ 1486ରୁ 1516 ସି ଦ୍ୱାରା ନିର୍ମିତ ହୋଇଥିଲା। ଏହାକୁ କୁଷାଣ, ନାଗ, ଗୁପ୍ତ, ହୁଣା, ପ୍ରତିହାର, କଚ୍ଛପଘାତ, ତୋମାର, ସୁଲତାନ, ସୁର, ମୋଗଲ, ଇଂରେଜ, ଜାଟ ଏବଂ ସିନ୍ଧିଆଙ୍କ ଭାଗ୍ୟ ପରିବର୍ତ୍ତନର ସାକ୍ଷୀ ହୋଇଛି। ବର୍ତ୍ତମାନର ଦୁର୍ଗରେ ଅନେକ ଉଲ୍ଲେଖନୀୟ ପ୍ରାସାଦ ଅନ୍ତର୍ଭୁକ୍ତ। ସେମାନଙ୍କ ମଧ୍ୟରୁ କିଛି ହେଉଛି ମାନ ମନ୍ଦିର, ବିକ୍ରମ ମନ୍ଦିର, କର୍ଣ୍ଣ ପ୍ରାସାଦ, ଶାହାଜାହାନ ପ୍ରାସାଦ, ଜାହାଙ୍ଗୀର ପ୍ରାସାଦ ଏବଂ ଗୁର୍ଜାରୀ ମହଲ। ଦୁର୍ଗର ଶୀର୍ଷ ପାଖରେ ଚତୁର୍ଭୁଜ ମନ୍ଦିର, ଯାହା ଶୂନ୍ୟ ମନ୍ଦିର ଭାବରେ ଜଣାଶୁଣା। କାନ୍ଥରେ ଖୋଦିତ ଏକ ପଥର ଶିଳାଲେଖ ମିଳିଛି, ଯେଉଁଥିରେ ଦଶମିକ ସଂକେତରେ ବ୍ୟବହୃତ ସ୍ଥାନ ମୂଲ୍ୟ ସହିତ ସଂଖ୍ୟା ଶୂନ୍ୟର ଦ୍ୱିତୀୟ ସର୍ବପ୍ରାଚୀନ ରେକର୍ଡ ରହିଛି, ଯାହା ବକ୍ଷଶାଳୀ ପାଣ୍ଡୁଲିପି ଲେଖା ହୋଇଛି। ଏହି ଶିଳାଲେଖଟି ପ୍ରାୟ 1500 ବର୍ଷ ପୁରୁଣା। ଏହି ଦୁର୍ଗର ନିର୍ମାଣ ଏକ ସ୍ଥାନୀୟ କିମ୍ବଦନ୍ତୀ ସହିତ ଜଡ଼ିତ, ତେଣୁ ଏହାର ନିର୍ମାଣର ସଠିକ ତାରିଖ ଅଜଣା। କିମ୍ବଦନ୍ତୀ ଅନୁସାରେ ସୁରେଶ ସେନ ନାମକ ଜଣେ ସ୍ଥାନୀୟ ରାଜା ଖ୍ରୀଷ୍ଟାବ୍ଦ 3ୟ ଶତାବ୍ଦୀ ପ୍ରାୟ ଏହି ଅଞ୍ଚଳ ଉପରେ ଶାସନ କରୁଥିଲେ। ରାଜା କୁଷ୍ଠ ରୋଗରେ ପୀଡ଼ିତ ଥିଲେ। ଏହି ରୋଗ ସେତେବେଳେ ଏକ ମାରାତ୍ମକ ରୋଗ ଥିଲା, ଯାହାର ଉପଚାର ଅସାଧ୍ୟ ମଧ୍ୟ ଥିଲା। ରାଜା ସୁରଥ ସେନ ଗୋଟେ ଦିନ ଗୋପଗିରି, ଯାହା ଗୋପ ପର୍ବତ ନାମରେ ମଧ୍ୟ ପରିଚିତ, ସେଠାରେ ଶିକାର କରିବା ସମୟରେ ସେ ଗ୍ୱାଲିପା କିମ୍ବା ଗାଲ୍ଭ ନାମକ ଜଣେ ଋଷିଙ୍କୁ ଭେଟିଥିଲେ, ଯିଏ ତାଙ୍କୁ ଏକ ପବିତ୍ର ପୁଷ୍କରଣୀରୁ ପାଣି ପିଇବାକୁ କହି ଚମତ୍କାର ଭାବରେ ତାଙ୍କର ରୋଗ ସୁସ୍ଥ କରିଥିଲେ, ଯାହା ଆଜି ଦୁର୍ଗ ଭିତରେ ଅବସ୍ଥିତ ବୋଲି ବିଶ୍ୱାସ କରାଯାଏ। ରାଜା ସୁସ୍ଥ ହେବା ପରେ ଏହି ପୁଷ୍କରିଣୀ ଚାରିପାଖରେ ଏକ ପ୍ରାଚୀର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ପରବର୍ତ୍ତୀ ସମୟରେ ସୁରଜ କୁଣ୍ଡ ନାମରେ ଜଣାଶୁଣା, ଏବଂ ପାହାଡ଼ ଉପରେ ବିଶାଳ ଦୁର୍ଗ ନିର୍ମାଣ କରିଥିଲେ ଓ ଋଷିଙ୍କୁ ସମ୍ମାନ ଜଣାଇ ଏହାକୁ ଗ୍ୱାଲିୟର ନାମ ଦେଇଥିଲେ, ଯାହାର ଅର୍ଥ ଋଷି ଗ୍ୱାଲିପାଙ୍କ ଆଡ଼ବ ଥିଲା। ପରବର୍ତ୍ତୀ ସମୟରେ ଏହି ଦୁର୍ଗର ସମସ୍ତ କୋଣରୁ ଏକ ଚଳଚଞ୍ଚଳ ସହର ବିକଶିତ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଗ୍ୱାଲିୟର ସହର ଭାବରେ ଜଣାଶୁଣା ହୋଇଥିଲା। ଐତିହାସିକମାନେ ତଥାପି ଏହି ସ୍ଥାନକୁ ଗୋପ ପର୍ବତ, ଗୋପ ଚାଳ ଦୁର୍ଗ, ଗୋପଗିରି ଏବଂ ଗୋପଗିରି ଭାବରେ ଉଲ୍ଲେଖ କରନ୍ତି, ଯାହାର ଅର୍ଥ ଗୋପାଳ ପାହାଡ଼। ଗୋପାଚଳ ନାମକ ଏକ ଏକାକୀ ପଥୁରିଆ ପାହାଡ଼ ଉପରେ ବିନ୍ଧ୍ୟନ ବାଲିପଥରର ଏକ ପାହାଡ଼ ଉପରେ ଏହି ଦୁର୍ଗ ନିର୍ମିତ। ପାହାଡ଼ଟି ଲମ୍ବା, ପତଳା ଏବଂ ଖଡ଼ା। ଗ୍ୱାଲିୟରର ପର୍ବତମାଳାର ପଥର ଗଠନରେ ବାସାଲ୍ଟ ଦ୍ୱାରା ଆଚ୍ଛାଦିତ ଗେରୁଆ ରଙ୍ଗର ବାଲିପଥର ରହିଛି। ଏହାର ସର୍ବୋଚ୍ଚ ସ୍ଥାନରେ ଏକ ଆନୁଭୂମିକ ସ୍ତର ଅଛି, ଯାହା 342 ଫୁଟ ବା 104 ମିଟର ପର୍ଯ୍ୟନ୍ତ ଉଚ୍ଚ। ଲମ୍ବରେ ପ୍ରାୟ 1.5 ମାଇଲ ବା 2.5
4 କିଲୋମିଟର ଏବଂ ହାରାହାରି ପ୍ରସ୍ଥ ପ୍ରାୟ 1000 ଗଜ ବା 910 ମିଟର। ଏହାର ଏକ ଲମ୍ବରୁ ଲମ୍ବ ଧାର ଅଛି। ସ୍ୱର୍ଣ୍ଣରେଖା ନାମକ ଏକ ଛୋଟ ନଦୀ ପାଖାପାଖି ପ୍ରବାହିତ ହେଉଛି। ଦୀପାବଳିରେ ହରଗୋବିନ୍ଦଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। ଶିଖ ଇତିହାସର ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ବର୍ତ୍ତମାନ ବନ୍ଦୀଛୋଡ଼ ଦିବସ ପର୍ବ କୁହାଯାଏ। ଔରଙ୍ଗଜେବଙ୍କ ଭାଇ ମୁରାଦ ବକ୍ସ ଏବଂ ଭଣଜା ସୁଲେମାନ ଶିଖଙ୍କୁ ମଧ୍ୟ ଏହି ଦୁର୍ଗରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଇତିହାସ ପୃଷ୍ଠାରୁ ଜଣାପଡ଼େ 1659ରୁ 1675 ପର୍ଯ୍ୟନ୍ତ ସିପିହର ଶିଖଙ୍କୁ ଗ୍ୱାଲିୟର ଦୁର୍ଗରେ ବନ୍ଦୀ କରାଯାଇଥିଲା ଏବଂ 1661 ଜାନୁଆରୀରୁ 1672 ଡିସେମ୍ବର ପର୍ଯ୍ୟନ୍ତ ଔରଙ୍ଗଜେବଙ୍କ ପୁଅ ମହମ୍ମଦ ସୁଲତାନଙ୍କୁ ମଧ୍ୟ ଦୁର୍ଗରେ ବନ୍ଦୀ କରାଯାଇଥିଲା। ଔରଙ୍ଗଜେବଙ୍କ ମୃତ୍ୟୁ ପରେ ଗୋହାଡ଼ର ଶାସକ ଭୀମସିଂହ ରାଣା ଗ୍ୱାଲିୟର ଯୁଦ୍ଧରେ ଗ୍ୱାଲିୟର ଦୁର୍ଗ 1740ରେ ଦଖଲ କରିଥିଲେ। ଔରଙ୍ଗଜେବଙ୍କ ମୃତ୍ୟୁ ପରେ ମରାଠାମାନେ ଉତ୍ତର ଏବଂ ମଧ୍ୟ ଭାରତରେ କ୍ଷୟକ୍ଷତିର ମୋଗଲ ସାମ୍ରାଜ୍ୟ ଦ୍ୱାରା ଦଖଲ କରିଥିବା ଅନେକ ଅଞ୍ଚଳ ଦଖଲ କରିଥିଲେ। ଉତ୍ତର ଭାରତରେ ମରାଠା ଆକ୍ରମଣ ପେଶୱା ବାଜିରାଉତଙ୍କ ଦ୍ୱାରା ଆକ୍ରମଣ କରାଯାଇଥିଲା। 1755ରୁ 1759 ମସିହାରେ ମରାଠାମାନେ ଗୋହାଡ଼ର ଶାସକଙ୍କୁ ପରାସ୍ତ କରି ଗ୍ୱାଲିୟର ଦୁର୍ଗ ଦଖଲ କରିଥିଲେ। ମରାଠା ସେନାପତି ମହାଦାଜୀ ସିନ୍ଧିଆ ଗୋହାଡ଼ର ରାଣା ଛତର ସିଂଙ୍କ ଠାରୁ ଦୁର୍ଗ ଦଖଲ କରିଥିଲେ, କିନ୍ତୁ ପରେ ଏହାକୁ ବ୍ରିଟିଶ ପୂର୍ବ ଭାରତ କମ୍ପାନୀ ହାତରୁ ହରାଇ ଦେଇଥିଲେ। 3 ଅଗଷ୍ଟ 1780ରେ କ୍ୟାପ୍ଟେନ ପଫାମ ଏବଂ ବ୍ରୁସଙ୍କ ନେତୃତ୍ୱରେ ଏକ କମ୍ପାନୀ ସୈନ୍ୟବାହିନୀ ରାତି ସମୟରେ ଏକ ଆକ୍ରମଣରେ ଦୁର୍ଗ ଦଖଲ କରିଥିଲେ। 12 ଜଣ ଗ୍ରେନେଡିୟର ଏବଂ 30 ଜଣ ସିପାହୀଙ୍କ ସହିତ ପ୍ରାଚୀର ଚଢ଼ିଥିଲେ। ଉଭୟ ପକ୍ଷ ମୋଟ 20ରୁ କମ୍ ଆହତ ହୋଇଥିଲେ। 1780 ମସିହାରେ ବ୍ରିଟିଶ ରାଜ୍ୟପାଳ ୱାରେନ ହେଷ୍ଟିଙ୍ଗସ ଗୋହାଡ଼ର ରାଣାମାନଙ୍କୁ ଦୁର୍ଗ ଫେରାଇ ଦେଇଥିଲେ। 4 ବର୍ଷ ପରେ ମରାଠାମାନେ ଦୁର୍ଗ ପୁନଃ ଦଖଲ କରିଥିଲେ ଏବଂ ଏଥର ବ୍ରିଟିଶମାନେ ହସ୍ତକ୍ଷେପ କରିନଥିଲେ କାରଣ ଗୋହାଡ଼ର ରାଣାମାନେ ସେମାନଙ୍କ ପ୍ରତିଶ୍ରୁତି ହରାଇ ଯାଇଥିଲେ। ଦ୍ୱିତୀୟ ଆଙ୍ଗଲୋ ମରାଠା ଯୁଦ୍ଧ ସମୟରେ ଦୌଲତ ରାଓ ସିନ୍ଧିଆ ଦୁର୍ଗକୁ ବ୍ରିଟିଶମାନଙ୍କ ହାତରୁ ହରାଇଥିଲେ। 1808ରୁ 1844 ମଧ୍ୟରେ ସିନ୍ଧିଆ ଏବଂ ବ୍ରିଟିଶଙ୍କ ମଧ୍ୟରେ ଦୁର୍ଗର ନିୟନ୍ତ୍ରଣରେ ବାରମ୍ବାର ପରିବର୍ତ୍ତନ ଘଟିଥିଲା। ଜାନୁଆରୀ 1844ରେ ମହାରାଜପୁରା ଯୁଦ୍ଧ ପରେ ଏହି ଦୁର୍ଗକୁ ବ୍ରିଟିଶ ସରକାରଙ୍କର ଏକ ସଂରକ୍ଷିତ ରାଜ୍ୟ ଭାବରେ ସିନ୍ଧିଆ ରାଜବଂଶ ଦ୍ୱାରା ଶାସିତ ଗ୍ୱାଲିୟର ରାଜ୍ୟ ଅଧିକାର କରିଥିଲେ। 1857 ବିଦ୍ରୋହ ସମୟରେ ଗ୍ୱାଲିୟରରେ ଅବସ୍ଥିତ ପ୍ରାୟ 6500 ସିପାହୀ କମ୍ପାନୀ ଶାସନ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଯଦିଓ କମ୍ପାନୀ ସାମନ୍ତ ଶାସକ ଜୟଦୀରାଓ ସିନ୍ଧିଆ ବ୍ରିଟିଶଙ୍କ ପ୍ରତି ବିଶ୍ୱସ୍ତ ରହିଥିଲେ, ଜୁନ 1858ରେ ବ୍ରିଟିଶମାନେ ଦୁର୍ଗର ନିୟନ୍ତ୍ରଣ ବଜାୟ ରଖିଥିଲେ। 1886 ସୁଦ୍ଧା ବ୍ରିଟିଶମାନେ ଭାରତ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିଲେ ଏବଂ ଦୁର୍ଗର ଆଉ ସେମାନଙ୍କ ପାଇଁ କୌଣସି ରଣନୈତିକ ଗୁରୁତ୍ୱ ନଥିଲା। ତେଣୁ ସେମାନେ ସିନ୍ଧିଆଙ୍କୁ ଦୁର୍ଗ ହସ୍ତାନ୍ତର କରିଥିଲେ। 1947 ମସିହାରେ ଭାରତର ସ୍ୱାଧୀନତା ପର୍ଯ୍ୟନ୍ତ ସିନ୍ଧିଆମାନେ ଗ୍ୱାଲିୟରରେ ଶାସନ ଜାରି ରଖିଥିଲେ ଏବଂ ଜୟବିଳାସ ପ୍ୟାଲେସ ସମେତ ଅନେକ ସ୍ମାରକୀ ନିର୍ମାଣ କରିଥିଲେ। ରାଜା ମାନସିଂ ତୋମାର ତାଙ୍କ ପତ୍ନୀ ମୃଗନୟନୀ ଜଣେ ଗୁର୍ଜର ରାଜକୁମାରୀ ପାଇଁ ସେ ନିକଟବର୍ତ୍ତୀ ରାଇ ନଦୀରୁ ଏକ ଜଳ ଯୋଗାଣ ମାଧ୍ୟମରେ ନିୟମିତ ଜଳ ଯୋଗାଣ
ସହିତ ନିଜ ପାଇଁ ଏକ ପୃଥକ ପ୍ରାସାଦ ଦାବି କରିଥିଲେ। ପ୍ରାସାଦକୁ ଏକ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟରେ ରୂପାନ୍ତରିତ କରାଯାଇଛି। ସଂଗ୍ରହାଳୟରେ ଥିବା ବିରଳ କଳାକୃତି ମଧ୍ୟରେ ପ୍ରଥମ ଏବଂ ଦ୍ୱିତୀୟ ଶତାବ୍ଦୀର ହିନ୍ଦୁ ଏବଂ ଜୈନ ମୂର୍ତ୍ତି, ସାଲଭଞ୍ଜିକାଙ୍କ କ୍ଷୁଦ୍ର ପ୍ରତିମା, ବାଗ୍ ଗୁମ୍ଫାରେ ଦେଖାଯାଉଥିବା ଟେରାକୋଟା ଜିନିଷ ଏବଂ ପଟ୍ଟଚିତ୍ରର ପ୍ରତିକୃତି ଅନ୍ତର୍ଭୁକ୍ତ। ଗ୍ୱାଲିୟର ଦୁର୍ଗର ଅନେକ ପ୍ରବେଶ ପଥ ଅଛି। ସେଥିରେ ଆଲମଗିରି ଦ୍ୱାରା, ଗଣେଶ ପୋଲ, ଚତୁର୍ଭୁଜ ପୋଲ, ଉର୍ଭାଇ ପୋଲ, ଲକ୍ଷ୍ମଣ ପୋଲ, ବାଦଲ ପୋଲ ଏବଂ ହାତୀ ପୋଲ ଅନ୍ତର୍ଭୁକ୍ତ। ହାତୀ ପୋଲ ହେଉଛି ଦକ୍ଷିଣ ପୂର୍ବ ଭାଗରେ ଅବସ୍ଥିତ ମୁଖ୍ୟ ପ୍ରବେଶ ପଥ ଏବଂ ବ୍ରିଟିଶ ରାଜ ସମୟରେ ବ୍ରିଟିଶମାନେ ବ୍ୟବହୃତ ଉର୍ଭାଇ ପୋଲ। ଦୁର୍ଗ କ୍ଷେତ୍ର ଭିତରେ ଅନେକ ସ୍ମାରକ ନିର୍ମିତ ହୋଇଛି। ଏଥିରେ ସିନ୍ଧିଆ ସ୍କୁଲ, ଯାହା ପ୍ରାୟତଃ ଭାରତୀୟ ରାଜକୁମାର ଏବଂ ସମ୍ଭ୍ରାନ୍ତ ପୁଅମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍କୁଲ, ଯାହା 1897 ମସିହାରେ ମାଧୋରାଓ ସିନ୍ଧିଆଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। 2025 ମସିହାରେ ମଧ୍ୟପ୍ରଦେଶ ସରକାର ଐତିହ୍ୟ ଏବଂ ପର୍ଯ୍ୟଟନ ନିବେଶ ପଦକ୍ଷେପ ପରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଗ୍ୱାଲିୟର ଦୁର୍ଗ ଏବଂ ଏହି ଅଞ୍ଚଳର ବ୍ୟାପକ ସାଂସ୍କୃତିକ ନେଟୱାର୍କ ସହିତ ଜଡ଼ିତ ସଂରକ୍ଷଣ ଏବଂ ବିକାଶ ପାଇଁ ପ୍ରସ୍ତାବ ଅନ୍ତର୍ଭୁକ୍ତ ଥିଲା। ଏକ ରାଜ୍ୟ ପର୍ଯ୍ୟଟନ ସମ୍ମିଳନୀରେ ପ୍ରାୟ 3,500 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା, ଯେଉଁଥିରେ ଗ୍ୱାଲିୟର ଦୁର୍ଗ ଏବଂ ଆଖପାଖ ସ୍ମାରକୀ ଭଳି ଐତିହାସିକ ସ୍ଥାନଗୁଡ଼ିକୁ ଲାଭଦାୟକ ଐତିହ୍ୟ କାର୍ଯ୍ୟ ଏବଂ ଭିତ୍ତିଭୂମି ଉନ୍ନତି ସମେତ ଯୋଜନା ଅନ୍ତର୍ଭୁକ୍ତ ଥିଲା।
आजिकार अध्यायटी आपको केमी लगे निश्चित भाव में कमेंट बॉक्स में जनइबे जदि आप चैनल को सब्सक्राइब करना तो निश्चित सब्सक्राइब करनी पाखे बेल आइकन को निश्चित भाव में दबाई दिंतु जहाँफल केमी स्थान घटना ऐतिह्य और ऐतिहासिक स्थान कार्यक्रम संपर्क में आपको खूब कम समय जनई पारि तेज आज ये रोचे प्रभास नमस्कार।